ସ୍କନ୍ଦପୁରାଣ ଉତ୍କଳଖଣ୍ଡ ଚତୁର୍ଥ ଅଧ୍ୟାୟ। କହନ୍ତି କମଳା ଦେବୀ ଯମରାଜା ଶୁଣ, ପଞ୍ଚକ୍ରୋଶ ଅଟେ ଶ୍ରୀକ୍ଷେତ୍ରର ପରିମାଣ। ସୁବର୍ଣ୍ଣ ବାଲୁକା ପୂର୍ଣ୍ଣ ନୀଳ ପର୍ବତରେ, ଶୋଭା ପାଏ 3 କ୍ରୋଶ ସମୁଦ୍ର ତଟରେ। ଇନ୍ଦ୍ରିୟ ସଂଯମ କରି ଦେବ ବିଶ୍ବେଶ୍ୱର, ଉପାସନା କରିବାକୁ ଜଗନ୍ନାଥଙ୍କର। ରହିଛନ୍ତି ସମୁଦ୍ରର ଉତ୍ତର ତଟରେ, ଏ ବଚନ ଶୁଣି ଯମ ଶିବ ପୂଜା କରେ। ଯମ ସଂଯମନ ନଷ୍ଟ କରିବାରୁ ହର, ତାହାଙ୍କର ନାମ ହେଲା ଲୋକେ ଯମେଶ୍ୱର। ଯମେଶ୍ୱରଙ୍କୁ ଦର୍ଶନ କରି ପୂଜା କଲେ, କୋଟି ଶିବଲିଙ୍ଗ ପୂଜିବାର ଫଳ ମିଳେ। ଏ କ୍ଷେତ୍ର ଶଙ୍ଖ ଆକାର ପଶ୍ଚିମ ଦିଗରେ, ନୀଳକଣ୍ଠ ରହିଛନ୍ତି ଶଙ୍ଖର ଅଗ୍ରରେ। ଏଥି କ୍ରୋଶ ପରିମିତ ଅତି ପୁଣ୍ୟ ସ୍ଥାନ, ନାରାୟଣ ଏହିଠାରେ ଚିର ବିଦ୍ୟମାନ। ଶଙ୍ଖର ଉଦର ଭାଗ ସମୁଦ୍ର ଜଳରେ, ନିମଜ୍ଜିତ ହୋଇ ରହିଅଛି ଶୁଣ ଧୀରେ। ଶଙ୍ଖ ସଂଘର୍ଷରୁ ତୀର୍ଥ ରାଜ ନାମ ଧରି, ସମୁଦ୍ର ରହିଛି ଏହି ତୀର୍ଥକୁ ଆବୋରି। ଏହି କ୍ଷେତ୍ରେ ଭଗବାନ କରିଲେ ଦର୍ଶନ, ମୁକ୍ତି ଲାଭ କରି ଜୀବ ଗଣ ହୁଅନ୍ତି ଧନ୍ୟ। ତାଦୃଶ ଜୀବର ଏଥି ହୋଇଲେ ମରଣ, ମୁକ୍ତି ଲାଭ ହୁଏ ସମୁଦ୍ରରେ କଲେ ସ୍ନାନ। କ୍ଷେତ୍ରରେ ମରଣ ଜଗନ୍ନାଥଙ୍କୁ ଦର୍ଶନ, ସମୁଦ୍ର ସ୍ନାନ ଏ 3 ମୁକ୍ତିର ସାଧନ। ଇତି ପୂର୍ବେ କ୍ରୋଧାନ୍ୱିତ ହୋଇ ଉମାକାନ୍ତ, ବ୍ରହ୍ମାଙ୍କ ପଶ୍ଚିମ ମୁଖ ଛେଦିଲେ ତୁରିତ। ଛେଦନ୍ତେ ଲାଗି ରହିଲା ମସ୍ତକ ହସ୍ତରେ, ତେଣୁ ଶିବ ଭ୍ରମଣ ଯେ କଲା ବ୍ରହ୍ମାଣ୍ଡରେ। ଶଙ୍ଖାକାର ଏ କ୍ଷେତ୍ରରେ ଦ୍ୱିତୀୟ ଆବର୍ତ୍ତ, ବେଷ୍ଟିନୀ ସ୍ଥାନରେ ଆସି ହେଲେ ଉପସ୍ଥିତ। ତକ୍ଷଣେ ବ୍ରହ୍ମ କପାଳ ହସ୍ତରୁ ଖସିଲା, କପାଳ ମୋଚନ ଶିବ ନାମ ବୋଲାଇଲା। କପାଳ ମୋଚନ ଶିବ କଲେ ଦରଶନ, ପୂଜନ ଅବା ପ୍ରଣାମ କରନ୍ତି ଯେ ଜନ। ବ୍ରହ୍ମ ଇତ୍ୟାଦି ପାପରୁ ହୁଅନ୍ତି ମୁକ୍ତ, କପାଳ ମୋଚନ ଦକ୍ଷିଣରେ ହେଲେ ମୃତ। ନ ହୁଏ ଆଉ ଜନମ ଧର୍ମରାଜ ଶୁଣ, ଶଙ୍ଖର ତୃତୀୟ ବର୍ତ୍ତ କଥା ଏବେ ଶୁଣ। ଆମ୍ଭର ବିମଳା ନାମ ଅଛି ଯେଉଁ ଶକ୍ତି, ଭକ୍ତି ମୁକ୍ତି ଫଳ ସେହି ପ୍ରଦାନ କରନ୍ତି। ଯେ ଜନ ବିମଳା ଦେବୀ ପୂଜଇ ଭକ୍ତିରେ, ପ୍ରଣାମ ଅବା କୀର୍ତ୍ତନ କରେ ଧାତିକାରେ, ସକଳ ଅବିଚଳିତ ଫଳ ଲାଭ କରେ। ସାଯୁଜ୍ୟ ମୁକ୍ତି ଲଭେ ଜୀବ ଅନ୍ତକାଳେ। ଶଙ୍ଖର ନାଭି ଦେଶରେ କୁଣ୍ଡ ବିଦ୍ୟମାନ, କଳ୍ପପାଦ ପତା ମୂଳେ ବିଜେ ଭଗବାନ। କପାଳ ମୋଚନ ଠାରୁ ନାଭି ଦେଶ ଯାଏଁ, ବିରାଜିତ ଅର୍ଦ୍ଧାସନେ ଶକ୍ତି ଶୋଭା ପାଏ। ମହାପ୍ରଳୟ ବର୍ଦ୍ଧିତ ଜଳ ହୁଏ ଯେତେ, ଅଧେ ତେହୁଁ ସୃଷ୍ଟି ଆଦି ଅସନ କରନ୍ତେ। ଅର୍ଦ୍ଧାସନୀ ଶକ୍ତି ନାମ ହୋଇଛି ତାହାର, ଦର୍ଶନ ପ୍ରଣାମ କଲେ ଭବ ହେବୁ ପାର। ସିନ୍ଧୁ ଜଳ ଜଳଠାରୁ ବଟମୂଳ ଯାଏ, କୀଟ ପକ୍ଷୀ ମନୁଷ୍ୟର ଯେବେ ମୃତ୍ୟୁ ହୁଏ, ତାହାଙ୍କୁ ତ ଭଗବାନ ଦେଇଥାନ୍ତି ମୁକ୍ତି। ଯହିଁ ପବିତ୍ର ଦେବତା ଗଣ ଥାଇଛନ୍ତି, ଅତି ପବିତ୍ର ଦେବତା ଗଣ ଥାଇଛନ୍ତି। ଏହି ସ୍ଥାନେ ଯେତେ ଜୀବ ବାସ କରିଥାନ୍ତି, ତାଙ୍କୁ ଭଗବାନ ସ୍ୱରୂପ
ତେବେ ଦେଖୁଛନ୍ତି। ପୃଥିବୀ ଗମନ ସ୍ୱର୍ଗେ ତୀର୍ଥ ଯେ ଅଛନ୍ତି। ସାର୍ଦ୍ଧ ତ୍ରିକୋଟି ସଂଖ୍ୟକ ଦିଅନ୍ତି ମୁକ୍ତି। କିନ୍ତୁ ଶ୍ରୀକ୍ଷେତ୍ରେ ସାଯୁକ୍ତ ମୁକ୍ତ ହୁଏ ପ୍ରାପ୍ତ। ଏହି ଶ୍ରୀକ୍ଷେତ୍ରେ ବାସ କରିଛନ୍ତି ଯେତେ ଲୋକ, ତାହାଙ୍କର ନାହିଁ ଜନ୍ମ ମୃତ୍ୟୁ ଜରା ଶୋକ। ଏ ଯେଉଁ ରୋହିଣୀ କୁଣ୍ଡ କାରଣ ଜଳରେ, ନିତ୍ୟ ପୂର୍ଣ୍ଣ ରହିଥାଏ ସ୍ପର୍ଶ ଯେହୁ କରେ। ସେ ଜୀବ ଭାବ ବନ୍ଧନ ହୁଅଇ ମୁକ୍ତ। ପ୍ରଳୟେ ଏ କୁଣ୍ଡ ଜଳ ହୁଅଇ ବର୍ଦ୍ଧିତ। ସେହି ଜଳ ଏହି ସ୍ଥାନେ ହୁଅଇ ଯେ ଲୀନ, ତେଣୁ ଏ କୁଣ୍ଡର ନାମ ଅଟଇ ରୋହିଣ। ଯମରାଜ ତୁମ୍ଭ ଅଧିକାର ବିପର୍ଯ୍ୟୟ, ହେବ ବୋଲି ଛାଡ଼ି ଚିନ୍ତା ମନରୁ ନିଶ୍ଚୟ। ଏ ସ୍ଥାନେ କେବଳ ମୋକ୍ଷ ଭାବି ଜୀବଗଣ, ତୁମ୍ଭେ ଯମରାଜ ତାଙ୍କୁ ନ କର ଶାସନ। ଲକ୍ଷ୍ମୀ ଦେବୀ ଯମରାଜାଙ୍କୁ ଯେ ଏହା କହି, ବ୍ରହ୍ମାଙ୍କ ମୁଖକୁ ଦୃଷ୍ଟି କୋଣ ଦେଲେ ଚାହିଁ। କହିଲେ ଅତି ଆଦରେ ଶୁଣ ବେଦପତି, ଏ କ୍ଷେତ୍ର ଜୀବଗଣଙ୍କୁ ମୋକ୍ଷ କରେ ନୀତି। କାମାକ୍ଷା ମଧ୍ୟ ବିମଳା କ୍ଷେତ୍ରପାଳ ଶିବ, ଭଗବାନଙ୍କ ଦକ୍ଷିଣେ ନୃସିଂହ ଦେବ। ହିରଣ୍ୟକଶିପୁ ବକ୍ଷ ସ୍ଥଳେ ବିଦାରିଣ, ସ୍ୱଦେହ କାନ୍ତିରେ ପୂର୍ଣ୍ଣ କଲେ ତ୍ରିଭୁବନ। ଏ ସକଳ ଦେବତାଙ୍କୁ କରିଲେ ଦର୍ଶନ, ସର୍ବ ପାପ ନିଃସଂଶୟେ ହୁଅଇ ଦହନ। ଭକ୍ତି ମୁକ୍ତି ଫଳ ଲାଭ ହୁଅଇ ତାହାର, ସନ୍ଦେହ ନ କରେ ମନେ ଆହେ ବେଦବର। ଏହି ନୃସିଂହଙ୍କ ଆଗେ ପ୍ରାଣତ୍ୟାଗ କଲେ, ବହୁ ସାଯୁଜ୍ୟ ପ୍ରାପ୍ତି ହୁଏ ତତ୍କାଳେ। ଆଉ ଯେଉଁ କର୍ମ କିଛି କରିବ ସେଠାରେ, କୋଟି କୋଟି ଗୁଣ ଫଳ ଲାଭ ସେହୁ କରେ। କଳ୍ପ ବଟ ବୃକ୍ଷ ଛାୟା ନୃସିଂହ ତେଜରେ, ଦୀପ୍ତିମାଳ ହୋଇ ରହିଅଛ ସର୍ବକାଳେ। ଜ୍ଞାନେ ବା ଅଜ୍ଞାନେ ଏହି ବୃକ୍ଷର ଛାୟାରେ, ପ୍ରାଣତ୍ୟାଗ କଲେ ମାୟା ଚାଲିଯାଏ ଦୂରେ। ବେଦାନ୍ତ ଶାସ୍ତ୍ରେ ପ୍ରସିଦ୍ଧ ଶ୍ରବଣ ନନ୍ଦନ, ନିଦିଧ୍ୟାସନ ଏ ତିନି ମୋକ୍ଷର ସାଧନ। ଏହି ତିନି ସାଧନ ବିନା ମୂର୍ଖ ଲୋକଙ୍କର, ମୁକ୍ତି ହୁଏ ଏ କ୍ଷେତ୍ରରେ ସନ୍ଦେହ ନ କର। ବାରଣାସୀ କ୍ଷେତ୍ରେ କୃପା ନିଧି ମହେଶ୍ୱର, ବ୍ରହ୍ମ ନାମେ କହନ୍ତି ଯେ ମନୁଷ୍ୟ କର୍ଣ୍ଣର। ସେ ନାମ କର୍ଣ୍ଣ ବିବରେ ହୁଅନ୍ତେ ପ୍ରବେଶ, ହୃଦୟ ପଦ୍ମରେ ଜ୍ଞାନ ହୁଅଇ ପ୍ରକାଶ। ସେ ଜ୍ଞାନ ସାଧନ କଲେ ଜୀବ ପାଏ ମୁକ୍ତି, କେବଳ ଏ କ୍ଷେତ୍ର ମୃତ୍ୟୁ ହେଲେ ପରାଙ୍ଗତି। ଉପଦେଷ୍ଟା ଗୁରୁଙ୍କର ମହିମା ଏସନ, ଅନ୍ୟଥା ନ ହୁଏ ସେହି ଜ୍ଞାନ କଦାଚନ। ଏ କ୍ଷେତ୍ରେ ମରଣ ହେଲେ ସ୍ୱରୂପ ମୁକ୍ତି, ଲାଭ ହୁଏ ଯମ ମନେ କରୁନାହିଁ ଭ୍ରାନ୍ତି। ଯେଉଁମାନେ କରୁଥାନ୍ତି କର୍ମଫଳ ଭୋଗ, ଜନ୍ମ ପରେ ମୃତ୍ୟୁ ହେବ ବୋଲି ଉଦ୍ବେଗ। ଜ୍ଞାନ ସ୍ୱାର୍ଥାନ୍ଧ ଆଉ ମୂର୍ଖ ବ୍ୟକ୍ତିଗଣ, ଏ କ୍ଷେତ୍ରେ କରନ୍ତି ନାହିଁ ବିଶ୍ୱାସ ସ୍ଥାପନ। ଯେପରି ତୃଷାର୍ତ୍ତ ବ୍ୟକ୍ତି ତେଜି ଗଙ୍ଗା ଜଳ, ପାନ କରି ଯାଏ କ୍ଷୁଦ୍ର ସରୋବରରୁ ଜଳ। ସେହିପରି ଏ କ୍ଷେତ୍ରକୁ ତେଜି ମୂଢ଼ ଜନ, ଅନ୍ୟ ତୀର୍ଥମାନଙ୍କରେ କରନ୍ତି ଭ୍ରମଣ। ଫଳ ଆଶା ମୋହକରେ ହୋଇଥାଏ ତୃପ୍ତ, ଶ୍ରମଜାତ ହୁଏ ଫଳ ଲାଭରେ ଆସକ୍ତ। ସମୁଦ୍ରରେ ସ୍ନାନ ଜଗନ୍ନାଥଙ୍କୁ ଦର୍ଶନ, କଳ୍ପବୃକ୍ଷ ଛାୟା ତଳେ ହୋଇଲେ ମରଣ। ଯେକୌଣସି ସ୍ଥାନେ ଅବା ଏ କ୍ଷେତ୍ର ମଧ୍ୟରେ, ମୃତ୍ୟୁ ହେଲେ ମୁକ୍ତି ଲାଭ ଜୀବ ବେଗେ କରେ।
ଏ କ୍ଷେତ୍ରେ ଯେଉଁ ବିଷये ବିଶ୍ୱାସ ଭକତି ଯେ ଜନ କରେ ତାହାର ହୁଅଇ ମୁକତି। ଅତଏବ ଏହିପରି ତୀର୍ଥ ପୃଥିବୀରେ ତୃତାପି ନାହିଁ ଏକଥା ରଖନ୍ତୁ ମନରେ। ଯେ ବ୍ୟକ୍ତି ଏହି କ୍ଷେତ୍ରକୁ ପରିତ୍ୟାଗ କରି ଲାଭ ଲାଳସାରେ ଅନ୍ୟ ତୀର୍ଥରେ ବିହରି ସେ ବ୍ୟକ୍ତି ନିଶ୍ଚୟ ହୁଏ ବିଷ୍ଣୁ ମାୟାଗ୍ରସ୍ତ। କାଳେ କାଳେ ହୁଏ ମୁକ୍ତି ଲାଭରୁ ବଞ୍ଚିତ। ଆଉ ଉପଦେଶ ଦିଆଯିବ କି ତୁମ୍ଭଙ୍କୁ ପ୍ରତ୍ୟକ୍ଷରେ ମୁକ୍ତି ହେଲା ଦେଖିଲେ କାକକୁ। ଅନ୍ତର୍ବେଦୀ ରକ୍ଷା ଅର୍ଥେ 8 ଗୋଟି ଶକ୍ତି କଳ୍ପନା କରିଅଛୁ ଆହେ ବେଦପତି। ରୁଦ୍ର ଉଗ୍ର ତପସ୍ୟା ଯେ କଲେ ପତ୍ନୀ ପ୍ରତି ତେଣୁ ସ୍ୱଦେହରୁ ଜାତ କଲୁ ଗୌରୀ ଶକ୍ତି। ଗୌରୀଙ୍କୁ ଆଦେଶ କଲୁ ଆଗ ମାଏ ଶୁଣ ଅନ୍ତର୍ବେଦୀ ରକ୍ଷା ଅର୍ଥେ ହୁଏ ସାବଧାନ। ଆମ୍ଭ ପ୍ରୀତି ଅର୍ଥେ ଗୌରୀ ହେଲେ ଅପମୂର୍ତ୍ତି। ଅନ୍ତର୍ବେଦୀ ରକ୍ଷା ଅର୍ଥେ ହୋଇଲେ ନିଯୁକ୍ତି। ବଟମୂଳେ ଅଗ୍ନିକୋଣେ ମଙ୍ଗଳା ନାମରେ ବିମଳା ନାମେ ଶକତି ପଶ୍ଚିମ ଦିଗରେ ସର୍ବମଙ୍ଗଳା ନାମରେ ବାୟୁ କୋଣେ ସ୍ଥିତି। ଉତ୍ତମ ଦିଗରେ ଅର୍ଦ୍ଧାଙ୍ଗିନୀ ନାମେ ଶକ୍ତି। ଐଶାନ୍ୟରେ ଲମ୍ବା ଦକ୍ଷିଣରେ କାଳରାତ୍ରି ପୂର୍ବେ ମରୀଚିକା ନୈଋତ୍ୟରେ ଚଣ୍ଡା ଶକ୍ତି। ଅନ୍ତର୍ବେଦୀ ରକ୍ଷା ଅର୍ଥେ ଏହି ଅଷ୍ଟ ଶକ୍ତି ଅଷ୍ଟଦିଗେ ରହି ପୂଜା ପାଉଛନ୍ତି ନିତି। ଅଳ୍ପ ପୁଣ୍ୟକାରୀ ପକ୍ଷେ ଦୁର୍ଲଭ ଏ ସ୍ଥାନ ଅଷ୍ଟମୂର୍ତ୍ତି ଦର୍ଶନ ଅଥବା କୀର୍ତ୍ତନ। କରିଲେ ସକଳ ପାପ ହୁଅଇ ଦହନ ଅଶ୍ୱମେଧ ଯାଗ ଫଳ ଲଭେ ତତ୍କ୍ଷଣ। ରୁଦ୍ର ଦେଖିଲେ ରୁଦ୍ରାଣୀ ଅଷ୍ଟମୂର୍ତ୍ତି ହେଲେ ନିଜର ଯେ ଅଷ୍ଟମୂର୍ତ୍ତି କଳ୍ପନା କରିଲେ। ପରମେଶ୍ୱରଙ୍କୁ ଉପାସନା ତହୁଁ କଲେ ତପସ୍ୟା କରି ଏ ବର ପ୍ରାର୍ଥନା କରିଲେ। ଆହେ ଦେବ ତୁମ୍ଭେ ଯେଉଁ ସ୍ଥାନରେ ରହିବ ସେ ସ୍ଥାନରେ ମୋର ବାସ ନିତ୍ୟ ଯେ ହୋଇବ। ହେ କମଳାକାନ୍ତ ତୁମ ବିନା ଆଉ କେହି ଜୀବକୁ ମୁକ୍ତି ଦେବାକୁ ସମର୍ଥ ନୁହଁଇ। ତୁମ୍ଭେ ଜୀବ ଗଣଙ୍କର ଅଟେ ଅନ୍ତର୍ଯ୍ୟାମୀ। ତୁମ୍ଭ ବ୍ୟତିରେକ ଦେହ ଧରିବେ କବୁଣି। ତୁମ୍ଭ ସ୍ୱରୂପ ନ ବୁଝି ବିଷୟ ଅଗ୍ନିରେ ଆନନ୍ଦିତ ମୂଢ଼ ଲୋକେ ହୁଅନ୍ତି ମନରେ। ନିର୍ମଳ ଜଳଦ କାନ୍ତି ଦେବ ଭଗବାନ ତୁମ ପାଦ ପଦ୍ମରେ ମୁଁ ପଶିଲି ଶରଣ। ସେ ଅଷ୍ଟ ରୁଦ୍ରଙ୍କ କ୍ଷେତ୍ର ସ୍ୱାମୀ ଭଗବାନ ତ୍ୱରିତେ ଅଷ୍ଟଦିଗରେ କରିଲେ ସ୍ଥାପନ। ମଧ୍ୟବେଦୀରେ ବିଜୟ ସ୍ୱୟଂ ଭଗବାନ ଶୁଣ ଅଷ୍ଟ ରୁଦ୍ର ନାମ କପାଳ ମୋଚନ। ଦ୍ୱିତୀୟରେ କାମକ୍ଷେତ୍ର ପାଳ ତୃତୀୟରେ ଯମେଶ୍ୱର ମାର୍କଣ୍ଡେୟ ସ୍ୱର ପଞ୍ଚମରେ ଷଷ୍ଠ ବିଶ୍ୱେଶ୍ୱର ନୀଳକଣ୍ଠ ସପ୍ତମରେ ଅଷ୍ଟମରେ ବଟେଶ୍ୱର କଳ୍ପବଟମୂଳେ। ଏ ଅଷ୍ଟଲିଙ୍ଗ ଦର୍ଶନ ସ୍ପର୍ଶନ ପୂଜନ କରିଲେ ସକଳ ହେବ ମୁକ୍ତି ଭାଜନ। ଅତଏବ ଯମରାଜ ଏ କ୍ଷେତ୍ରେ କେବଳ ତୁମ୍ଭେ ଶାସକ ନ ହେବ ମୃତ୍ୟ ବ୍ୟକ୍ତିଙ୍କର। ଯେ ନିମିତ୍ତ ଏହି ସ୍ଥାନେ କଲେ ଆଗମନ ଅନ୍ୟ ସ୍ଥାନେ ଯାଇ ତାହା କରନ୍ତୁ ସାଧନ। ଲକ୍ଷ୍ମୀ ଦେବୀ ଯମକୁ ଏ ଉପଦେଶ ଦେଲେ ପିତାମହ ମୁହଁ ଚାହିଁ ବଚନ ଭାଷିଲେ। ମନରେ ନିଶ୍ଚୟ କର ଭଗବାନଙ୍କର ନାଭି ପଦ୍ମରୁ ଜନମ ହୋଇଛି ତୁମ୍ଭର। ତଥାପି ଏ ଜଗନ୍ନାଥ ଭକ୍ତର ଅଧୀନ ଶରଣ ଗଲେ କରନ୍ତି ଦୁଃଖ ବିମୋଚନ। ଏହି ହେତୁ ଯମ ପ୍ରତି
ପ୍ରଭୁ ସୁପ୍ରସନ୍ନ। ସେ କଥା କହୁଛି ତୁମ୍ଭେ ଶୁଣ ସାବଧାନ। ଶ୍ରୀ ସୁଦର୍ଶନ ଅତ୍ୟନ୍ତ ଦେବଲକ୍ଷ୍ମୀପତି। କସ୍ମିନ୍ କାଳେ ଏ କ୍ଷେତ୍ରେ ତ୍ୟାଗ ନ କରନ୍ତି। ଯମରାଜା ଏକଥା ବୁଝାଇଣ ଦିଅ। ଯାଆନ୍ତୁ ଏଠାରୁ ନିର୍ଭୟରେ ନିଜ ଗୃହ। ସତ୍ୟଯୁଗେ ଯାଗ କରି ବିଷ୍ଣୁ ପରାୟଣ। ଇନ୍ଦ୍ରଦ୍ୟୁମ୍ନେ ନାମେ ରାଜା ହୋଇଥିଲେ ଜନ୍ମ। ସେ ରାଜା ଏହି କ୍ଷେତ୍ରକୁ କରି ଆଗମନ। ଭକ୍ତି ଭରେ କରିବେ ତ ପ୍ରଭୁଙ୍କୁ ଦର୍ଶନ। ଭଗବାନଙ୍କର ପ୍ରୀତି ସାଧନ ନିମିତ୍ତ। କରିବାକୁ ସହସ୍ର ଅଶ୍ୱମେଧ ନରନାଥ। ସେ ରାଜାଙ୍କୁ ଭଗବାନ ହୋଇବେ ସଦୟ। ଦାରୁ ମଧ୍ୟରେ ପ୍ରକାଶ ହୋଇବେ ନିଶ୍ଚୟ। ସେ ଦାରୁରେ ବିଶ୍ୱକର୍ମା ପ୍ରତିମା ଗଢ଼ିବେ। ପ୍ରତିଷ୍ଠା କରିବ ଇନ୍ଦ୍ରଦ୍ୟୁମ୍ନ ବାକ୍ୟ ତୁମ୍ଭେ। ଆମ୍ବ ସଦୃଶ ପ୍ରତିମା ନିର୍ମାଣ କରିବ। ସେ ମୂର୍ତ୍ତି ନିଶ୍ଚୟ ତୁମ୍ଭେ ପ୍ରତିଷ୍ଠା କରିବ। ବ୍ରହ୍ମା ଯମ ରାଜା ଦୁହେଁ ଲକ୍ଷ୍ମୀ ଦେବୀଙ୍କର। ବାକ୍ୟ ଶୁଣି ଆନନ୍ଦରେ ଗଲେ ସ୍ୱମନ୍ଦିର। ମୁନିଗଣ ଶୁଣ ସେହି କ୍ଷେତ୍ର ବର୍ତ୍ତମାନ। ମେଘକାନ୍ତି ଶଙ୍ଖ ଚକ୍ର ଧାରି ଭଗବାନ। ଇନ୍ଦ୍ରଦ୍ୟୁମ୍ନ ରାଜା ପ୍ରତି ହୋଇ ସୁପ୍ରସନ୍ନ। ନୀଳାଚଳେ ଦାରୁ ବ୍ରହ୍ମ ରୂପେ ବିଦ୍ୟମାନ। ଶ୍ରୀ ବଳରାମ ସୁଭଦ୍ରା ଦର୍ଶନ ସୁଦର୍ଶନ ଘେନି। ଦେହଧାରୀ ହୋଇ ବିଜେ ଜଗନ୍ନାଥ ସ୍ୱାମୀ। ଜୀବ ବ୍ରହ୍ମ ହିତେ ସାଧନାରେ ହୋଇ ବର୍ତ୍ତି। ପାପ ଦୂର ହୋଇଯାଏ କରିଲେ ପ୍ରଣତି। ଶୁଣ ସର୍ବ ମୁନିଗଣ ଯାହାକୁ ଦର୍ଶନ। ସୁଦୃଢ଼ ପାପ ବନ୍ଧନ କରିଦିଏ ଛିନ୍ନ। ସୁଧାକର ତୁଲ୍ୟ କରି ତ୍ରିତାପ ହରଣ। ସତ୍କର୍ମ ସମୂହ ଫଳ ଫଳଇ ତତ୍କ୍ଷଣ। ବିଷ୍ଣୁଙ୍କର ଅଛି ବହୁବିଧ ଅବତାର। ଅଦ୍ଭୁତ କର୍ମ ସାଧନା ମହିମା ଅପାର। ଭୂଲୋକ ମନୁଷ୍ୟଗଣ ସ୍ୱର୍ଗ ଦେବଗଣ। ସେ ମହିମା ବୁଝିବାକୁ ନୁହନ୍ତି ଭାଜନ। ବିପ୍ରଗଣ ଶୁଣ ଦେବ ଦୈତ ମାନବ। ଗନ୍ଧର୍ବ ସର୍ପ ରାକ୍ଷସ ପକ୍ଷୀ ଜାତି ସର୍ବ। ଏ ସକଳ ଆତ୍ମଭୂତ ସର୍ବ ସୁଖାବହ। ଦାରୁମୟ ଶ୍ରୀହରିଙ୍କୁ କରନ୍ତି ଆଶ୍ରୟ। ଆନନ୍ଦ ସ୍ୱରୂପୀ ବ୍ରହ୍ମଙ୍କର ଜୀବ ଅଂଶ। ଜୀବର ଜନ୍ମ ହୁଅଇ ସେ ଜୀବ ବିଶେଷ। ଦାରୁ ମୂର୍ତ୍ତି ମଧ୍ୟ ବ୍ରହ୍ମ କରେ ଅନୁଭବ। ବେଦ ବାକ୍ୟରେ ପ୍ରସିଦ୍ଧି ଏକଥା ଜାଣିବ। ଏ ମୂର୍ତ୍ତି ସଂସାର ଦୁଃଖ ସକଳ ବିନାଶୀ। ଅଭୟ ସୁଖ ପ୍ରଦାନେ ଜୀବକୁ ଆଶ୍ୱାସୀ। ଏ ହେତୁ ବେଦାନ୍ତ ଶାସ୍ତ୍ର କରଇ କୀର୍ତ୍ତନ। ଦାରୁ ମଧ୍ୟେ ବ୍ରହ୍ମରୂପ ଧାରି ଭଗବାନ। କେବଳ କାଷ୍ଠ ପ୍ରତିମା ନ ଦିଏ ମୁକ୍ତି। ମୁଖ୍ୟତଃ ସ୍ୱଭାବ ସିଦ୍ଧ ଅକୃତ୍ରିମ ଅତି। କୃତ୍ରିମ ପ୍ରତିମା କେଉଁ ପରି ମୁକ୍ତି ଦେବ। ତ୍ରିକାଳରେ ଏକଥା ତ ସମ୍ଭବ ନ ହେବ। ଅତଏବ ବ୍ରହ୍ମ ସୁଖ ଆଶ୍ରୟ ବ୍ୟତୀତ ଲାଭ ନ ହୁଅଇ ତେଣୁ ଏ ସ୍ଥାନେ ଗୁପତ। ଅଲୌକିକ ସେ ପ୍ରତିମା ଲୌକିକ ହୋଇଲେ। କିଏ ବା ଶୁଣିଲେ କିଏ ନୟନେ ଦେଖିଲେ। ମହର୍ଷି ଜୈମିନି ମୁନି ଗଣଙ୍କୁ ଏ କଥା। କହିଲେ ଇନ୍ଦ୍ରଦ୍ୟୁମ୍ନର ବର ଲାଭ ବାର୍ତ୍ତା। ଯେ ପ୍ରଭୁ ରକ୍ଷକ ଦୀନନାଥ ଜନର। ସଂସାର ସାଗରେ ତାରିବାକୁ କର୍ଣ୍ଣଧାର। ଅବଲମ୍ବନ ଅଟନ୍ତି ସକଳ ଜୀବର। ଚରଣ ବନ୍ଦନା କରୁଛନ୍ତି ଚରାଚର। ଯେ ପ୍ରଭୁ ସୃଷ୍ଟି ପାଳନ ସଂହାର କାରଣ। ଜୀବର କରନ୍ତି ସଦା ପାପ ବିନୋଚନ। ଆପଦ ବିନାଶକାରୀ ବିଭୂତି ବର୍ଦ୍ଧକ। ବିଷୟ ଭୋଗୀର ସଦା ଅଭୀଷ୍ଟ ପୂରକ। ଜୀବ ଜଗତର ସଦା ପାଳନ କରତା।
ଚରାଚର ଜଗତର ଅଟନ୍ତି ବିଧାତା। ପୃଥିବୀରେ ଯେତେ ଭାଷା ତହିଁରେ ପଣ୍ଡିତ, କଳ୍ପ ନାଶ କରିବା ପାଇଁ ସମରଥ। ପାପ ତାଙ୍କର ଶୋକ ଅଟନ୍ତି ଶ୍ରୀହରି, ଜୀବ ହିତେ ନୀଳାଦ୍ରି କନ୍ଦରେ ବିଜେ କରି। ମୁନିଗଣ ନୀଳାଚଳ ସ୍ଥିତ ନାରାୟଣ, ପ୍ରଭୁଙ୍କର ପାଦପଦ୍ମେ ପଶନ୍ତୁ ଚରଣ। ଯେ ପ୍ରଭୁ ଜଡ଼ ସମାନ ଦାରୁ ରୂପ ଧରି, ବିବିଧ ପ୍ରକାରେ ଦିବ୍ୟ ଲୀଳା ତହିଁ କରି। ସେ ପ୍ରଭୁଙ୍କୁ ଏକମାତ୍ର କରିଲେ ଭଗତି, ଶତ ଅପରାଧ ଥିଲେ କ୍ଷମା ଯେ ଦିଅନ୍ତି। ଶୁଣି ମୁନିଗଣ ସେହି ପ୍ରଭୁଙ୍କ ଚରିତ, ଦାରୁ ଦେହେ ଲୀଳା କରୁଅଛନ୍ତି ଅଦ୍ଭୁତ। ପାପନାଶନ ଚରିତ୍ର କରୁଛୁ ଦର୍ଶନ, ସାବଧାନ ହୋଇ ତାହା କରନ୍ତୁ ଶ୍ରବଣ। କୁରୁକ୍ଷେତ୍ରେ ଥିଲା ଏକ ଜଣ ବିପ୍ରଚର, ଆଉ ଜଣେ କ୍ଷତ୍ରିୟ ଯେ ମୈତ୍ରୀ ତାଙ୍କର। ଦୁହେଁ ଏକତ୍ର କରନ୍ତି ଆହାର ବିହାର, ଶୌଚାଚର ବିପର୍ଯ୍ଜିତ ନିଷିଦ୍ଧ ଆମ୍ବର। ବେଦ ଅଧ୍ୟୟନ ତେଜ ହୋଇ ମୋହଯୁକ୍ତ, ବେଦ କାର୍ଯ୍ୟ ପିତୃକାର୍ଯ୍ୟ ଆଦି ବିବର୍ଜିତ। ଧର୍ମହୀନ ମହାପାତକାଦିରେ ଦୂଷିତ, ସଦା ମନ୍ମଥ ବେଶ୍ୟା ସହବାସେ ରତ। ଦୁହେଁ ପରଲୋକ ଚିନ୍ତା ଦିନେ ନ କରନ୍ତି, ଏହିପରି ଅକାର୍ଯ୍ୟରେ ଅର୍ଦ୍ଧାୟୁତ ବିତି। ଏକଦା ସେ ଦୁହେଁ ଗଲେ ଏକ ଯଜ୍ଞ ସ୍ଥାନ, ମନୋହର ମନ୍ତ୍ରଧ୍ୱନି କରିଲେ ଶ୍ରବଣ। ବୈଦିକ କ୍ରିୟା ସକଳ କରିଲେ ଦର୍ଶନ, ତେଣୁ ଧର୍ମ କାର୍ଯ୍ୟେ ଶ୍ରଦ୍ଧା କଲେ ଦୁଇ ଜଣ। ପଣ୍ଡୁରିକ ଅମ୍ବରୀଶ ନାମ ଦୁହିଁଙ୍କର, ନିଜ ନିଜ ଜାତି କଥା ପଡ଼ିଲା ମନର। ନିଜ ନିଜ ଦୁଶ୍ଚରିତ୍ର ନିଦ୍ରା ବହୁ କରି, ଏକ ପାପ ସମୁଦ୍ର କେଉଁ ରୂପେ ହେବା ପାରି। ଆମ୍ଭେ ଦୁହେଁ ଏ ଜନ୍ମରେ କଲୁ ଯେ ପାତକ, ତାର ପ୍ରାୟଶ୍ଚିତ୍ତ କହିବାକୁ ଶାସ୍ତ୍ର ମୁକ। ସଞ୍ଚୟ କରିଛୁ ଯେଉଁ ପାପ ଘୋରତର, ଦୁର୍ଲଭ ଅଟଇ ପ୍ରାୟଶ୍ଚିତ୍ତ ଯେ ତାହାର। ତଥାପି ଏହି ସକଳ ବ୍ରହ୍ମନିଷ୍ଠ ଗଣ, ସଭାସଦ ହୋଇଛନ୍ତି ଯେତେକ ବ୍ରାହ୍ମଣ। ଏମାନଙ୍କ ଶ୍ରୀଚରଣେ କଲେ ପ୍ରଣିପାତ, ପଚାରିଲେ କେଉଁପରି ହେବା ପାପ ମୁକ୍ତ। ଏକଥା ବିଚାର କରି ସେହି ଦୁଇ ମତ, ବିପ୍ରମାନଙ୍କ ଚରଣେ କଲେ ପ୍ରଣିପାତ। ନିଜ କୃତ ପାପମାନ କରିଲେ ବର୍ଣ୍ଣନ, ପୁଛିଲେ କିପରି ହେବ ଦୁରିତ ଦହନ। ଦୁଇ ମିତ୍ରଙ୍କର କଥା ଶୁଣି ବିପ୍ରଗଣ, ବିସ୍ମୟ ବଦନ କଲେ ଚକ୍ଷୁ ନିମଳିନ। ପରସ୍ପର ମୁଖ ଚାହିଁ ହୋଇଲେ ମୌନ, ଆଶ୍ଚର୍ଯ୍ୟ ହୋଇଲେ ଶୁଣି ପାପ କର୍ମ ମାନ। ଯେତେ ପାପ ଦୁହିଁଙ୍କର ହୋଇଛି ସଂଯତ, ପ୍ରାୟଶ୍ଚିତ୍ତ କରିବାକୁ ଶାସ୍ତ୍ର ଅସମର୍ଥ। ଏହାଙ୍କ ପାପର ଉପଯୁକ୍ତ ପ୍ରାୟଶ୍ଚିତ୍ତ, କହିବାକୁ ଆମ୍ଭେମାନେ ନୋହୁ ତ ସମର୍ଥ। କରିଛନ୍ତି ପାପକ୍ଷୟ ଭକ୍ତି ସାଧନାରେ, ବିପ୍ରଗଣ ମଧ୍ୟ ଶ୍ରେଷ୍ଠ ବକ୍ତା ସେ ଭାବରେ। ସଭାପତି ପ୍ରଧାନ ବୈଷ୍ଣବ ଚୂଡ଼ାମଣି, ହସି ହସି କହିଲେ ସଭାରେ ସେହି କ୍ଷଣି। ବ୍ରାହ୍ମଣ କ୍ଷତ୍ରିୟ ଦୁଇ ଜାତିର ସନ୍ତାନ, ମନ ଦେଇ ଶୁଣ ତୁମ୍ଭ ପାପ ଯେ ଦାରୁଣ। ସେ ପାପର ପ୍ରାୟଶ୍ଚିତ୍ତ ଯେବେ ଇଚ୍ଛା କର, ଶ୍ରୀପୁରୁଷୋତ୍ତମ କ୍ଷେତ୍ରେ ଚଳ ହେ ସତ୍ୱର। ସେହି ସ୍ଥାନେ ଦାରୁମୟ ଶ୍ରୀପୁରୁଷୋତ୍ତମ, ବିଜେ କରିଛନ୍ତି ସେହି କ୍ଷେତ୍ରଟି ଉତ୍ତମ। ରାଜଶ୍ରୀ ଇନ୍ଦ୍ରଦ୍ୟୁମ୍ନ ଭକ୍ତିରେ ସନ୍ତୋଷ, ହୋଇ ନାରାୟଣ ତହିଁ କରିଛନ୍ତି ବାସ। ଶଙ୍ଖ ଚକ୍ର ଗଦା ପଦ୍ମ ଧାରୀ ଜଗନ୍ନାଥ,
ଆରାଧନା କଲେ ପାପ କ୍ଷୟ ଜୀବନ ମୁକ୍ତ। ଏହି ଦୁଇ ମଧ୍ୟରେ ତୁମ୍ଭେ ଯାହା ଇଚ୍ଛା କର, ନିଶ୍ଚୟ ପାଇବ ତାହା ସନ୍ଦେହ ନ କର। ସେ ପ୍ରଭୁ ଘୋର ଦୁଷ୍ଟତା ରୂପ ତୁଳା ରାଶି, ଅଗ୍ନି ରୂପେ ଦହୁଛନ୍ତି ନୀଳାଚଳେ ବସି। କୋଟି ଜନ୍ମ ତପ କରି ଏ ପାପ ଦହନ, କରିବାକୁ ତୁମ୍ଭେ ଦୁହେଁ ନ ହେବ ଭାଜନ। ଯାଦର୍ଶନ ଏକ କାଳେ ପାପ କ୍ଷୟ କରେ, ତା ନିକଟେ ଟଳିଯାଏ ଆନନ୍ଦ ମନରେ। ପୁଣ୍ୟଭୂମି ଉତ୍କଳ ଦେଶରେ ବିଦ୍ୟମାନ, ଦକ୍ଷିଣ ସମୁଦ୍ର ତୀରେ ସ୍ୱୟଂ ଭଗବାନ। ନୀଳ ପର୍ବତ କନ୍ଧରେ କରିଛନ୍ତି ବାସ, ତାହାଙ୍କର ପାଦପଦ୍ମେ ଶରଣ ଯେ ପଶ। ସେ କୃପା ସାଗର ପୂରାଇବେ ଅଭିଳାଷ, ମୁନିଗଣ ଶୁଣିଲେ କି ମନ ହେତୁ ତୋଷ। ବ୍ରାହ୍ମଣ କ୍ଷତ୍ରିୟ ପୁଅ ସନ୍ତୋଷ ହୋଇଲେ, ତହୁଁ ଉତ୍କଳ ପ୍ରଦେଶେ ତ୍ୱରିତ ଚଳିଲେ। ଅତି ଆନନ୍ଦର କଲେ ଜୟ ଜୟ ଧ୍ୱନି, ଭକ୍ତି ଭରି ବ୍ରାହ୍ମଣଙ୍କ ଚରଣେ ପ୍ରଣମି। ଉତ୍କଳ ଖଣ୍ଡ ଚତୁର୍ଥ ଅଧ୍ୟାୟ ସମାପ୍ତ। ସଂସାର ରକ୍ଷା କରନ୍ତୁ ନୀଳାଚଳ ନାଥ, ବିପଦାନ୍ଧକାର ନାଶିବାରେ ସୂର୍ଯ୍ୟ ସମ। ଅଭିଳାଷ ଦାନ କାମ ଧେନୁର ସମାନ, ଅପାର ସଂସାର ସମୁଦ୍ରରେ ନୌକାବତ। ବିପ୍ରପାଦ ରକର ତ୍ରିଭୁବନ ପୂତ, ଯଜ୍ଞକାରୀ ବିପ୍ରମାନଙ୍କର ପଦ ଧୂଳି। ଶିରରେ ବହିବାକୁ ହରି ହର करे ଅଳି। ଇତି ଶ୍ରୀ ସ୍କନ୍ଦ ପୁରାଣେ ଉତ୍କଳ ଖଣ୍ଡେ ପୁରୁଷୋତ୍ତମ କ୍ଷେତ୍ରେ ବର୍ଣ୍ଣନେ ପୁଣ୍ଡରୀକ ଅମ୍ବରୀକ ଶ୍ରୀକ୍ଷେତ୍ରେ ଗମନ ନାମ ଚତୁର୍ଥ ଅଧ୍ୟାୟ। ଆନନ୍ଦେ ଏକ ବାର ହରି ବୋଲ।